नमस्कार जय जगन्नाथ वेलकम कर मोर गोटे फ्रेश वाला ब्लॉग को। तो जेहेतु आज संडे आपण मैंने जानते तो सार ड्यूटी मुझे आज पार्लर जाइनी कहीं जानते दे दिन हम जो वर्षा होता वर्षा जो सब कपड़ा खराब हो पड़ी किसी सफा हो नाला तो से मुझे पार्लर जाइनी कहीं घर किसी कम अच्छी तो सार किसी खाली सफा करनी मुझे बस किसी रही जो सफा करके ऊपर सुखी आसी सारे तो चलतु आग देखिए कौन हो कौन तो टाइम आसिक 8टा ऊपर हो गला मुझे खाईनी तो खाली पेट तो जानते जिते प्रोब्लेम बाहर तो से फास्ट केकटा खाई नेबी सार तो भी शोचती सी भी सब जिन खाइबे तो मुझे खाई नौ तब सार उठला पर देखा मार्केट जा कौन टे आना तो रोषेईवास स्टार्ट हम तो चलो मार्केट मार्केट सब मार्केट माने कोड नहीं कि मते कोड होइछो आइसो पानी तो आसीबो आगे कोंटे खाइ दो तापर कोंटे नेगिनी आसी आइस बजो आज रविवार तो सार तांकर जने स्टाफ तांको से दही बरा स्टॉल खोलचंदी तो सेठी के मते नेगी जाउछन काना थरे से टेस्ट करथिले से बहुत भलो करंती तो मु गल्ला पर आपन देखेबी से कोडी दउचंदी कोडी दउचन तांको दही बरा केमिटा लागुची मु टेस्ट कर निश्चित सार मु तो बहुत भलो लागले सेतले से मते नेगी जाउछन तो चलन देखिबा तांको दुकान टा कोड पड़ी जे से केमिति दही बरा बनउछन केमिति का लागुची मु आपन निश्चित जनेबी तो चलन रास्ता कामटा चलछि बोली तो जाम रास्ता दुकान पाखापाखि हो गलुनी आमे कोठी तांका दुकानटा खाली गलो ना पहुँचलु माछ मार्केट में चलो देखिए कौन नवा कौन नहीं बड़ बड़ अच्छी से नवा पूछ केते कौन नहीं बड़ अच्छे 250 कहले 260 कौन सब अलग अलग रेट ना चिंगुटा लाल देखा कंकड़ा चल आगू देखे सेपटे 400 ଏଇଟା କେତେ ନ ଖାଇଲେନ ଚାଲ ପଇବା ଖରା ମାଛ
ତ ସୁନାରେ। ଚାଲ ଆଉ ଗୋଟେ ନେକ୍ସଟ ଜାଗା ଅଛି ବୁଲି ଆସିବା ତ ହବ ଦେଖିବା କ'ଣ ଗୋଟେ ଜାଗା ଆସିଗଲୁ ଦେଖିବା ଏଠି ମିଳୁଛି କି ନାହିଁ ମାଛ କି କ'ଣ ଭଲ ମନ୍ଦ ଦେଖିବା। ମାଛ ଶେଷ ହେଇଗଲା। କ'ଣ କହୁଛ ବାବା ଆସ ଆଗ ଦେଖିବା ଏପଟେ ଆସ ବୁଲିକି ଆସିବା ତ ଉପରକୁ ଆସିକି ଟିକେ କୁଲର ଲଗାଇ ଦେଇ ବସି ପଡ଼ିଲୁ। ଫାଷ୍ଟ 5 ମିନିଟ୍ ଟିକେ ରେଷ୍ଟ ନେବୁ, ଝାଳ ଶୁଖିଯାଉ ଟିକେ ଦେହରୁ, ତାପରେ ଯାଇକି ରୋଷେଇ ଷ୍ଟାର୍ଟ କରିବା। ଆଉ ଆଜି ଗୋଟେ ସବୁଠାରୁ ମଜାଦାର କଥା ହେଲା, ଆଜି ରୋଷେଇ ମୁଁ ନୁହେଁ ଆଜି ସାର୍ କରିବେ। ଆଜି ତାଙ୍କର ବୋଧେ ଏଇଟା ଫାର୍ଷ୍ଟ ଟାଇମ୍ ରୋଷେଇ, ଦେଖିବା ସେ କେମିତି କ'ଣ କରୁଛନ୍ତି। ମୁଁ ଭିଡ଼ିଓ ଲାଷ୍ଟ ଯାଏଁ ତ ଆପଣମାନଙ୍କୁ ଦେଖେଇବି ଯେ ସେ କେମିତି ରୋଷେଇ କରୁଛନ୍ତି କ'ଣ କରୁଛନ୍ତି। ତ ଭିଡ଼ିଓରେ ଲାଗି ରହିଥାନ୍ତୁ, ଆଗକୁ ଦେଖନ୍ତୁ କ'ଣ ହେଉଛି। କ'ଣ ହେଉଛି ଏ ମାଛ ମହୁରାଳି ଆଜି ମୁଁ ବାଛି ନେଇଛି। ଏବେ ମୁଁ ବାଛିବି, ଭାଜିବି ମୁଁ, ଭାଜି ତରକାରୀ କରିବି ମୁଁ। ଆଜି କେମିତି ଲାଗେ ଦେଖନ୍ତୁ। ସାରା ସ୍ଥାନ ଭଜାଭଜି ପୁରା ସବୁ ଦାୟିତ୍ୱ ନେଇଛନ୍ତି। ତ ଚାଲନ୍ତୁ। ଆଉ ଏପଟେ ମୋର ମୁଁ କଙ୍କଡ଼ାକୁ ହଳଦୀ ଲୁଣ ପକାଇ ଗୋଳେଇ ଗୋଳେଇ ରଖିଛି। ବାସ୍ ମୁଁ ଟିକେ ଭଜାଭଜିଟା କରିଦେଲେ ସାର୍ ଆଜି ସେଟା ସବୁ କରିବେ ଆଉ। ସେଥିପାଇଁ ମୁଁ ବାଛିନି ଆଜି। ତ ସାର୍ ତାଙ୍କର ବଛାବଛି କରିକି ଭାଜିବି ବି, ତରକାରୀ କରିବି ବି, ବାସ୍ ମୁଁ ଆଜି ଟେଷ୍ଟ କରିବି। ଠିକ୍ ଅଛି। ତ ଚାଲନ୍ତୁ ସାର୍ଙ୍କ ଛାଡ଼ୁଛନ୍ତି କେମିତି, ଚାଲନ୍ତୁ ଟିକେ ଦେଖିବେ। ମାନେ ମୋତେ ଠିକ୍ ସେ ଛଡ଼େଇ ଆସେନି, ସେଥିଲାଗି ସାର୍ କହିଲେ ମୋତେ ଆସିବ ମୁଁ ଛଡ଼େଇଦେବି। କାତି ଛାଡ଼ୁଛି। ତ ଚାଲନ୍ତୁ ସାର୍ ସବୁ ଛଡ଼େଇ ଦିଅନ୍ତୁ, ତାପରେ ଦେଖ କଥାବାର୍ତ୍ତା। ତ ସାର୍ ଏଠି ତାଙ୍କର ଛଡ଼ାଛଡ଼ି କରୁ କରୁ ମୁଁ ଏଠି ଟିକେ କଙ୍କଡ଼ା ଭାଜି ଦେଉଛି। ମୁଁ ଏଠି ତେଲ ଗରମ କରିସାରିଲିଣି, କଙ୍କଡ଼ାକୁ ବାସ୍ ଟିକେ ପକାଇଦେବି ଆଉ ଭଜାଭଜି ଷ୍ଟାର୍ଟ କରିଦେବି। ତା ଭିତରେ ସାର୍ ତାଙ୍କର କ'ଣ କରୁଛନ୍ତି ଦେଖିବା ଆଉ। ଏଠି ମସଲା ପାଇଁ ଆଉ ସବୁ କିଛି ରେଡ଼ି କରିନେଇଛି। ତ ଟିକେ କଟାକଟି କରିନେବା। ତ ସାର୍ଙ୍କର ମୋର ଟିକେ ଯାହେଲେ ତାଙ୍କର ଟିକେ ସୋରିଷ ମସଲା, ମୋର ଅଦା ମସଲା, ତ ଟମାଟର, ଆଳୁ, ପିଆଜ, ଅଦା। ତ ଚାଲନ୍ତୁ କଟାକଟି ଷ୍ଟାର୍ଟ କରିନେବା। ସାର୍ ତାଙ୍କର ରେଡ଼ି ଚଲେଇଛନ୍ତି ତାଙ୍କ ସଂସ୍ଥା। ତ ଆମେ ଟିକେ ସାର୍ଙ୍କୁ ସାହାଯ୍ୟ କରିଦେବା, ନହେଲେ ଏକା ଯାହାହେଲେ ସେ କରନ୍ତିନି। 2 ଜଣ କଲେ ବି ଟିକେ ଜଲ୍ଦି ହେଇଯିବ, କାହିଁକିନା ଲେଟ୍ ବି ହେଲାଣି। ତ ମୁଁ ଟିକେ ମସଲା ଫସଲା ଟିକେ ଗ୍ରାଇଣ୍ଡିଙ୍ଗ କରି ରଖିଦେବି। ସାର୍ ତାଙ୍କର ଟିକେ ଭଜାଭଜି କରିକି ଷ୍ଟାର୍ଟ କରିବେ, କାହିଁକିନା ଭାତ ବି ଗୋଟେ ସାଇଡ଼୍ରେ ବସିଛି। ତ ଗୋଟେ ସାଇଡ଼୍ରେ ହିଁ ସବୁ ହେବ, ଗୋଟେ ସରିଲା ପରେ। ଭାତଟା ଟିକେ କିଣା ଚାଉଳ ଯେଉଁଥିପାଇଁ ଟିକେ ଅଧିକ ଟାଇମ୍ ଲାଗୁଛି, ସେଥିଲାଗି ଭାତ ଟିକେ ବସେଇଦେଲି। ମୁଁ କହିଲି ଟିକେ ଭାତଟା ଟିକେ ପାଣିଟା ଗରମ ହେଇଯିବ, ତ ଚାଉଳ ଏପର୍ଯ୍ୟନ୍ତ ପଡ଼ିନି। ତା ଭିତରେ ଟିକେ କଟାକଟି ବି କରିନେବା, ସବୁଆଡ଼ୁ କାମ ହେଇଯିବ। କାହିଁକିନା 2 ଜଣ ମିଶିକି କଲେ ହିଁ ଜଲ୍ଦି ହେଇଯିବ, ଜଲ୍ଦି ଟିକେ ଚଳିଯିବ। ଚାଲନ୍ତୁ ମୁଁ ଟିକେ କଟାକଟି କରିନେଉଛି। ସାର୍ ତାଙ୍କର ଛଡ଼ାଛଡ଼ି କରିଦେଇଛନ୍ତି। କଙ୍କଡ଼ା ବି ଗୋଟେ ସାଇଡ଼୍ରେ ମୁଁ ଭାଜିବା ପାଇଁ ବସେଇ ଦେଇଛି, ଗୋଟେ ସାଇଡ଼୍ରେ ଭାତ। ଦେଖିବା କେତେ ଜଲ୍ଦି ସରୁଛି, କ'ଣ ହେଉଛି। ଭିଡ଼ିଓ ଲାଗି ରୁହନ୍ତୁ ଆଉ ଦେଖନ୍ତୁ କ'ଣ କ'ଣ ହେଉଛି କ'ଣ ନାହିଁ। ଆମେ ଗୋଟେ ଦିନ ଛୁଟି ଦିନ, ସେଟା ଟିକେ ଏନ୍ଜୟ କରିବା କଥା। ଆମମାନେ ଟିକେ ଏମିତି ଆମର ଟାଇମ୍ ଯାଏ, ମାନେ ଏମିତି ରୋଷେଇବାସ ଭଲ ମନ୍ଦ ସାର୍ କେବେ କରନ୍ତିନି, ବାସ୍ କେଉଁଥିରେ କେମିତି ସାହାଯ୍ୟ କରିଦିଅନ୍ତି। ଆଜି ସେ ରୋଷେଇ କରିବେ, ଦେଖିବେ କ'ଣ ଲାଗୁଛି କ'ଣ ନାହିଁ। କଙ୍କଡ଼ା ଲାଲ ପଡ଼ିଲାଣି। ଛୋଟ ଛୋଟ କରିଦେଉଛି ଆଳୁ ନା ତୁମ ମାଛ ପାଇଁ, କ'ଣ କହୁଛ?
ମୁଁ କଙ୍କଡ଼ା ପାଇଁ ଟିକେ ବଡ଼ ବଡ଼ ପକେଇ ଦେଉଛି 4 ପିସ୍ କରିକି, ତମର ଟିକେ ଛୋଟ ଛୋଟ କରିଦେବି। ସେଟା ଛୋଟ ମାଛଟେ, ଛୋଟଟା ହିଁ ସାଇଜ୍ଟା ଆଳୁ କରି ପକେଇଲେ ଠିକ୍ ଲାଗେ। ତ କଙ୍କଡ଼ାରୁ ମୁଁ ଟିକେ ମାଛ ଟାଇପ୍ର ଷ୍ଟାଇଲ୍ରେ ଆଳୁଟା କାଟି ଦେଇଛି ପକେଇଦେବି। ମୋର 3ଟା ଆଳୁ, ସାଙ୍ଗର 3ଟା ଆଳୁ, 6ଟା ଆଳୁ ମାନେ ମୁଁ ବି ତାଙ୍କ ଭାଗରୁ କିଛିଟା ଖାଇନି, ସେ ବି କଙ୍କଡ଼ା ଖାଇବେ ସେଇଥିପାଇଁ। ସାରଙ୍କର ଆଳୁ ପିସ୍ର ମୁଁ ଏମିତି କାଟିଛି। ମସଲା ବି ଅଲଗା ଅଲଗା ହେବ। ସାରଙ୍କର ସୋରିଷ ମସଲା ଆଉ ମୋର ଅଦା ରସୁଣ ମସଲା। ସବୁ କିଛି ସରିଗଲା। ଲାଷ୍ଟ ରହିଲା ଟମାଟୋ, ସେଟା ସାରଙ୍କର ହାଫ୍ ଆଉ ମୋର ହାଫ୍। ଯେଉଁ ଯାହା ଆଣିଥିଲେ ତାକୁ କରିଦେବା। ଟମାଟୋ ସବୁ କୁତୁରା ହେଇଛି, ତାକୁ ବି ଚୋପାଡ଼ି ଦେବା, କାହିଁକିନା ନାସନା ମସନା କରିକି ଘରେ କାମ କଲେ ଶାନ୍ତି ଲାଗେନି, କୁତୁରା ଲାଗିବ। ତ ହେଇଗଲା, ଆଉ ସବୁ କିଛି କଟାକଟି ବି ରେଡ଼ି। ତ ଚାଲନ୍ତୁ ଦେଖିବା ସାରଙ୍କର କେତେ ବାଟ ଗଲାଣି କାମ। କଙ୍କଡ଼ାର ବି ପରିସ୍ଥିତି କ'ଣ ହେଲାଣି, ପୋଡ଼ିଗଲାଣି କି ଲାଲ ହେଇଗଲାଣି କି ଠିକ୍ଠାକ୍ ଅଛି, ଚାଲନ୍ତୁ ଦେଖିବା। ଆପଣ ତାଙ୍କ ମୁଣ୍ଡ ଝାଳ ଦେଖିକି ଜାଣିପାରୁଥିବେ। ଆଉ ଦେଖନ୍ତୁ ସାର କେତେ ସୁନ୍ଦର ଭାବରେ ପୁରା ଛଡ଼େଇକି ତାକୁ ପୁରା ସାଇଜ୍ କରିଦେଇଛନ୍ତି। ଆଉ କେତେଟା 3-4ଟା ମାଛ ଅଛି। ଯାହା ହଉ, ଅଶେଷ ଅଶେଷ ଧନ୍ୟବାଦ ତୁମକୁ ଛଡ଼େଇ ଦେଇଥିବାରୁ। କଙ୍କଡ଼ାର ପରିସ୍ଥିତି କ'ଣ, ସିଏ ବି ହେଇ ଆସିଲାଣି। ବାସ୍ ତାକୁ କାଢ଼ିଦେବା ଚାଲନ୍ତୁ। ତାପରେ ସାର ମାଛ ଭାଜିବେ, ତାକୁ ଦେଖିବା କ'ଣ କରିବା ଗୋଟେ। ନମସ୍କାର। ସାର ଭଜାଭଜି କରିବେ, ଧୁଆଧୁଇ କରୁଛ ନା କ'ଣ? କାଟିକି ଧୋଇ ପଡ଼ୁନ, ତାପରେ ମାଛ ଫାଛ ଧୋଇଦେବେ। ତ ହଳଦୀ ଲୁଣ ଗୋଳେଇକି ରଖିଦେବେ। ଚାଲ ଦେଖିପାରୁଥିବେ ସାର୍ ତାଙ୍କର ପୁରା ଆଜି ମସ୍ତ ପୁରା ଛଡ଼େଇକି ପୁରା ଦେଖ ତ କେଉଁଠି ଗୋଟେ ଗାତି ନାହିଁ, କେତେ ସୁନ୍ଦରରେ ସଜେଇ ଦେଇଛନ୍ତି, କେତେ ସୁନ୍ଦର। ମୁଁ ବି ଏମିତି ସଜେଇ ପାରିନଥାନ୍ତି, ତ ମୁଁ ଜଲ୍ଦି ଜଲ୍ଦିରେ କରିଦେଇଥାନ୍ତି। ଯେହେତୁ ଆଜି ଟାଇମ୍ ବହୁତ ଅଛି, ସାର୍ ନିଜେ କରିଛନ୍ତି, ତ ନିଜର ଟିକେ ଇମ୍ପ୍ରେସନ୍ ଜମେଇବା ପାଇଁ ଟିକେ କେତେ ଷ୍ଟାଇଲ୍ରେ କରିଛନ୍ତି। ତ ଚାଲନ୍ତୁ ସାରଙ୍କୁ ଭାଜିଲା ବେଳେ ଦେଖିବା କେମିତି ଭାଜି ସାରିକି। ଏଠି ମୁଁ ଆଳୁ ଟିକେ ଭଜାଭଜି କରୁଛି, କାହିଁକିନା ମୋ ଆଳୁଟା ତ ଭଜା ହେବ, ସାରଙ୍କ ଡାଇରେକ୍ଟ ସେମିତି ହିଁ ପଡ଼ିବ। ତ ଚାଲନ୍ତୁ ଦେଖିବା କ'ଣ ହେଉଛି। ମସଲା ଆରମ୍ଭ ହେଇଗଲା ଆମର। ଆଜି ରୋଷେଇଟା ପୁରା ପରଫେକ୍ଟ ହେବ। ଆଜି ଦେଖ ମୁଁ ହିଁ କରିବି କଙ୍କଡ଼ା ତରକାରୀ ଆଉ ମାଛ ତରକାରୀ, ମୁଁ ହିଁ କରିବି। ମସଲା ମସଲି ସବୁ ଦେଖିପାରୁଥିବେ ସାର୍ ପକେଇକି ପୁରା ଟିକେ କଷାକଷି କରୁଛନ୍ତି, କାହିଁକିନା ଅଦା ରସୁଣ ମସଲା ତ ଯାହାହେଲେ ଟିକେ ମସଲା ଗନ୍ଧ ନ ଗଲେ ଭଲ ଲାଗିବନି। ତ ସେଥିଲାଗି ଚାଲନ୍ତୁ ସାର୍ କ'ଣ କରୁଛନ୍ତି କ'ଣ ନାହିଁ, ମୁଁ ଆଗକୁ ଆପଣମାନଙ୍କୁ ଭିଡ଼ିଓରେ ଲାଗି ରହିଥାନ୍ତି। ଦେଖ ତରକାରୀରେ ଟିକେ ପାଣି ଦେଲେ ଏତିକି ଝୋଳ ରଖିବୁ, ତ କଲର୍ ବି ଦେଖିପାରୁଥିବେ କେତେ ସୁନ୍ଦର ଆସିଛି। ଆପଣମାନେ କମେଣ୍ଟ କରିକି କୁହନ୍ତୁ କେମିତି ଦେଖାଯାଉଛି, କେମିତି ଲାଗୁଛି। କେମିତି ଲାଗୁଛନ୍ତି ତ କହିପାରିବେନି, ବାସ୍ କହିବେ ଯେ କେମିତି କ'ଣ ଦେଖାଯାଉଛି। ତ ଜଣ ଜଣଙ୍କର ପସନ୍ଦ ଥାଏ କି ତରକାରୀ କଲର୍ କେମିତି ଆସିବା ଦରକାର, ତ ନିଶ୍ଚୟ ଜଣେଇବେ। ସାର୍ ରୋଷେଇ କରିଛନ୍ତି ମାନେ ନିଶ୍ଚୟ। ଦେଖନ୍ତୁ ପାଣି ପୁରା କେତେ ଜୋର ଫୁଟୁଛି ଦେଖନ୍ତୁ। ତ ଚାଉଳ ମୁଁ ପୁରା ଧୋଇ ଧୁଆଇକି ରଖିଦେଇଛି। ତ ଚାଲନ୍ତୁ ଚାଉଳ ପକାଇ ନେବା। ତ ବାସ୍ନା ମାନେ ଖାଲି ମହକୁଛି। ଏତେ ଭାଗ୍ୟ
ନାକ ଭିତରେ କ'ଣ ହେଇଗଲାଣି ମୋର, କେତେବେଳେ ସରିବ। ଆଉ ମୁଁ ଖାଲି ଗରମ ଗରମ ଭାତ କଙ୍କଡ଼ା ଝୋଳ ମାଟ କରିମି। ସାର ଟିକେ ମଲା ଫଲା ଶୁଖିଲା ମାଛ ସେ ତାଙ୍କର କ'ଣ ଖାଇବେ। ଇଏ ବି ମୁଁ ଖାଇବି। ଦେଖନ୍ତୁ କିଣିଲା ବେଳେ କହିଲେ ମୁଁ କଙ୍କଡ଼ା ଖାଇବିନି, ହେଲେ ଦେଖିକି ତାଙ୍କ ପାଟିରୁ ନାଳ ବୋଲେ ମୁଁ ହଁ ମୁଁ ଖାଇବି, ହେଲେ ମୁଁ ତମକୁ ସେ ଗୋଡ଼ ବ୍ୟତୀତ ଆଉ କିଛି ବି ଦେବିନି। ଆଣିଲା ବେଳେ କହିଲେ ନା କଙ୍କଡ଼ା କାହିଁ ବେକାରଟା ନେବା, ତା ବଦଳରେ ଆଉ ତ ନେଇଯିବା, ମଟନ୍ ନେବା। ସବୁ ଜିନିଷ ଗୋଟେ ଟେଷ୍ଟ ଅଲଗା ଥାଏ। ମଟନ୍ ଜାଗାରେ, ଚିଙ୍ଗୁଡ଼ି ଜାଗାରେ, କଙ୍କଡ଼ା ଜାଗାରେ, ଛୋଟ ମାଛର ଝୋଳ ଏଟା ବି ଗୋଟେ ଅଲଗା ପ୍ରକାର। ତ ଦେଖିବା ଆଜି କ'ଣ ହଉଛି। ଭଲ ନ ହେଇଥିଲେ ସବୁଆଙ୍କ ସାର୍ଙ୍କୁ ମାଡ଼ି ବସେଇ ଖୁଏଇବି। ଗରମ ମାନେ ଫିଲ୍ କର କେମିତି ଲାଗେ ଯେତେବେଳେ ରାତି 8ଟା 9ଟା 10ଟାରେ କହିବ ପକୁଡ଼ି ଛାଣ, ପକୁଡ଼ି ଖାଇବି। ତ ବାସ୍ ଖାଲି ଗୋଟେ ସାମାନ୍ୟ ତରକାରୀ ପୁରା ଫୁଟିଲେ ଅଙ୍ଗେ ଲିଭେଇବା କଥା, ଦେଖିଲେ ସିନା ଜାଣିବେ। ଅଛି ତରକାରୀ ମୁଁ କଙ୍କଡ଼ା ମୋଡ଼ ମାରି ସାରିଲିଣି, ସେ ତ 1ରେ ମରି ଯାଇଥିଲା, ଇଏ ତାଙ୍କୁ ପୁରା ଘାଣ୍ଟିକି ଅଛି, ପୁରା ଘାଣ୍ଟ କରିଦେବେ ପୁରା ଏକଦମ ପୁରା ବଢିଆ ଅଛି। ଦେଖନ୍ତୁ ବହୁତ ବଢିଆ ଅଛି, ଟେଷ୍ଟି। ଯେମିତି ହେଇଥିବ କଙ୍କଡ଼ା ଯାହା ବି ହେଲେ ଯେମିତି ଲାଗୁ ମୁଁ ଖାଇଦେବି, ହେଲେ ଟେଷ୍ଟଟା ନିଶ୍ଚିତ ଜାଣିବି କେମିତି ଲାଗୁଛି ବୋଲି। ବେଜିତି ମାନେ ସେଟା ବସେଇକି ଭଦ୍ର ଅପମାନ କରିବି। ସେଇଟା ତୁମ ନାକ ଖାଲି ଏଇ ଚାପିକି ଧରିବି, ଯେପର୍ଯ୍ୟନ୍ତ ନିଶ୍ୱାସ ମୋର ବନ୍ଦ ହେଇକି ରହିବ ସେପର୍ଯ୍ୟନ୍ତ କହିବ ଆରଥର କଲେ ପୁରା ଟେଷ୍ଟି କରିବି। ତ ଚାଲ ସାର୍ ତମେ କ'ଣ କରୁଛନ୍ତି, ପୁଣି ମାଛ କଲାବେଳେ ପୁଣି ଦେଖିବା କେମିତି କ'ଣ କରୁଛନ୍ତି। ଜଣେଇବେ ସାର୍ ରୋଷେଇ କେମିତି କଲେ, ଆପଣମାନଙ୍କୁ ଭଲ ଲାଗିଲା କି ନାହିଁ। କାହିଁକିନା ସାର୍ଙ୍କ ମୋ ପାଇଁ ନହେଲା ନାହିଁ, ସାର୍ଙ୍କ ମୁଁ ଟିକେ ମନେ ରଖିବାକୁ ଟିକେ ଭଲ ଭଲ କମେଣ୍ଟ ଗୋଟେ ଦେବେ ଆଉ। ଫାର୍ଷ୍ଟ ଟାଇମ୍ ମୁଁ କରୁଛି ସେଇଥିପାଇଁ ସାର୍ ତାଙ୍କର ରୋଷେଇବାସ ଟିକେ କରୁଛନ୍ତି। ତ ମୁଁ ଟିକେ ବର୍ଷା ପୁରା ଆସିଲାଣି, ଏତେ ଜୋରସେ ପୁରା ପାଗ ଏମିତି କରିଦେଲାଣି। ତ ମୁଁ କପଡ଼ା ବହୁତ ଶୁଖେଇଥିଲି, ମୁଁ ଯାଉଛି ଟିକେ ତଳାତଳି କରି ନେଇ ଆସିବି। ତ ଭିତରେ ତରକାରୀ ବସିଛି, ଦେଖିବା କ'ଣ ହେବ। ପାଗ ତ ଦେଖିବ କେତେ ଜୋର ଖରା ହେଉଥିଲା, କେମିତି ହେଇଯାଇଛି ପୁରା ଛାଇ। ତ ଚାଲନ୍ତୁ ସବୁ ତଳାତଳି କରିକି ନେଇଯିବା। ସବୁ ଶୁଖାଶୁଖି ହେଇଛି, ଚାଲନ୍ତୁ ନେଇଯିବା ତୋର କଥା। ଏତେ ସାରା କପଡ଼ା ଥିଲା, ସବୁ ମୋର ସାଙ୍ଗର 2-4ଟା ବାସ୍। ତ ଚାଲନ୍ତୁ ଜଲ୍ଦି ନେଇକି ଯିବା, ତାପରେ ଦେଖିବା। ସେତେବେଳେ ତ ଆପଣ ଦେଖିଲେ ସାର୍ କେମିତି କ'ଣ ବନେଇଥିଲେ। ଏବେ ସାର୍ ଏବେ ଯାଉଛନ୍ତି ମାଛ ଭାଜିବା ପାଇଁ, ଯେଉଁଟା ତାଙ୍କ ଫେଭରେଟ୍ ସେ ଆଣିଥିଲେ। ତ ଚାଲନ୍ତୁ ଦେଖିବା ସାର୍ କେମିତି ଭାଜୁଛନ୍ତି, କ'ଣ ଭାଜୁଛନ୍ତି। କଙ୍କଡ଼ା ତ ସାର୍ ମାଛ ଟିକେ ଡର ଲାଗିଲା, ତ ମୁଁ ପକେଇ ଦେଉଛି ତାଙ୍କ ପାଇଁ। ତେଲଟା ଫିଟୁଛି ନା, ସେଥିପାଇଁ ମୁଁ ଡର ଲାଗିଲା। ପଡ଼ିଗଲା ଫ୍ରିଜ୍ରେ ମୁଁ ପାଣି ପୁରେଇନି, ସେ ପିଅନ୍ତି। ଯେତିକି ବୋଟଲ ସେ ସବୁ ଆଗ ଭରିକି ତ ସେ ଫ୍ରିଜ୍ରେ ପୁରେଇବେ, ତାପରେ ଯାଇକି ଟିକେ ବି ନାହିଁ ପାଣି। ଆଉ ଏଠି ତ ଟାଙ୍କି ପାଣି, ମାନେ ଖରା ହେଲା ମାନେ ସେ ପାଣି ପୁରା ଫୁଟା ପାଣି ଭଳିଆ ଲାଗିବ, ଯେଉଁଟା ପିଇଲେ ମଣିଷ ମରି ହେଇଯିବ। ସେ ଶାନ୍ତି ନାହିଁ ସେ ପାଣିରେ। ତ ବୋଟଲ ସବୁ ସାର୍ ପୁରେଇକି ଫ୍ରିଜ୍ରେ ସାଇଜ୍ରେ ରଖିବେ, ତାପରେ ତାଙ୍କର ଯାହା କରୁଛନ୍ତି କରୁଛନ୍ତି। ଜଲ୍ଦି ଗାଧା, ଶୁଅ, ଖା, ଗଡ଼ ଯାହା କର, ହେଲେ ଏତିକି ପୁରେଇ ଦିଅ, ତାପରେ ଯାଇକି ଶୋଇବ। ରୋଷେଇବାସ ସବୁ କିଛି ସରିଗଲା। ତ ଚାଲନ୍ତୁ ଆଇଟମ୍ ଦେଖାଉଛି କ'ଣ କ'ଣ ହେଇଛି କ'ଣ ନାହିଁ, ତାପରେ ଯାଇ ଖାଇବା। ତ ଚାଲନ୍ତୁ ଦେଖିପାରୁଥିବେ ଏଠି ସାର୍ ବନେଇଥିବା କଙ୍କଡ଼ା ତରକାରୀ ଝୋଳ ଟିକେ। ତ ଏଠି ମୁଁ ବନେଇଛି ମାଛ ବେସର। ଆଉ ଏଟା ନହେଲେ ଟିକେ ହେବ ନା, ତ ଏଟା ଟିକେ ଭଜା ସାଇଡ଼୍ରେ ଦଳାଦଳି ଆଉ ଭାତ। ତ ଟେଷ୍ଟ କଲା ପରେ ଜଣାପଡ଼ିବ କେଉଁଟା ଏମାନଙ୍କ ଭିତରୁ ସବୁଠାରୁ ବେଷ୍ଟ ହେଇଛି। ତ ଚାଲନ୍ତୁ ଖାଇବା, ତାପରେ ଦେଖିବା କେଉଁଟା ଭଲ ଲାଗୁଛି କ'ଣ ନାହିଁ ନିଶ୍ଚିତ ଜଣାଇବା। ଗରମ ଗରମ ଭାତ ପୁରା ଧୂଆଁ ବାହାରୁଛି। ମାଛ ଭଜା, କଙ୍କଡ଼ା ଝୋଳ ଆଉ ମାଛ ବେସର। ତ ଚାଲନ୍ତୁ ଖାଇବାକୁ ଏନ୍ଜୟ କରିବା। ଟାଇମ୍ ବି ବହୁତ ଲେଟ୍ ହେଇଗଲାଣି, 2ଟା ପାଖାପାଖି ହେଇଗଲାଣି। ତ ଚାଲନ୍ତୁ ଖାଇନେବା, ତାପରେ କଥା ହେବା। ଖାଇବା ମୁଁ ଏଠି ପୁରା ରେଡ଼ି କରିକି ରଖିଲେଣି, ହେଲେ ସାର୍ଙ୍କୁ ଦେଖନ୍ତୁ କ'ଣ ତମେ ଆଗମନ କରନ୍ତୁ, ଆସନ୍ତୁ ଖାଇବେ କି ନାହିଁ। ସାର୍ ତାଙ୍କର କ'ଣ କରୁଛନ୍ତି, ସଙ୍ଗ୍ ପୁରା ଏନ୍ଜୟ କରୁଛନ୍ତି ବସିକି। ମୁଭିଟା ଲାଗିଛି, ତାହେଲେ ସଙ୍ଗ୍ଟା ସରି ସାରିଲାଣି। ତ ଆପଣ ଆସନ୍ତୁ, ଆଗମନ କରନ୍ତୁ। ଖାଇବା ଥଣ୍ଡା ହେଲାଣି, ଖାଇ ନେବା। ଆଜି ତୁମ ପରୀକ୍ଷା ଟେଷ୍ଟଟା ତୁମର ଆଜି କେମିତିଆ ହେଇଥିବ ଦେଖିବା। ତ ଚାଲନ୍ତୁ ଖାଇ ନେବା, ତାପରେ ସାର୍ ତାଙ୍କର ଆସି ବସିଗଲେ। ତ ଆପଣ ଟିକେ ସ୍ପେଶିଆଲ୍ ଦଳାଦଳି କରିଦିଅନ୍ତୁ। ସେ ଖାଲି କୁଲର୍ଟାକୁ 100 ଥର ଯାଉଛନ୍ତି ଏପଟ ସେପଟ କରିବା ପାଇଁ। ପବନ ଆସୁନି, ଏଥର ଗରମ ଲାଗୁଛି, ପୁରା ଗ୍ୟାସ୍ ହେଇଗଲାଣି ରୁମ୍ଟା।
ଆସ ଦଳା ଦଳି ଟିକେ କର ଜଲ୍ଦି ପାଣି ପକେଇବନି ବସ୍ ଲେମ୍ବୁ ଚକୁଡ଼ିକି କର ସକାଳେ ସବୁ ଦେଖିବାକୁ ଆଜି ପୁରା ଆକର୍ଷିତ ଦେଖାଯାଉଛି ସାର୍ ଟିକେ ସ୍ପେଶାଲ ଦଳା ଦଳି କରିଥିଲେ ଭାତରେ ପକାଉନି ମୁଁ ଟିକେ ଖାଇଦେଉଛି କହିଥିଲା କିଏ ଖାଉଛୁ ତ କ୍ରିସ୍ପି ହେଇକି ଭଜା ହେଇଛି ନା ହେଇଯିବ ଇଚ୍ଛା ହେଲା ନହେଲେ ଏମିତି ନରମ ନରମ ହେଇଥିଲେ ମୁଁ ଖାଇନଥାନ୍ତି ये जो आइटमटा कमेंट कर एटा बेसी कोठी तुम एरिया रे बेसी कोठी ଚାଲନ୍ତୁ ଟେଷ୍ଟ କରନ୍ତୁ ଆପଣଙ୍କ ସ୍ପେଶିଆଲ ମାଛ ବେସର ଟିକେ ଗୋୱାଲ ତ ମୁଁ ଏବେ ଆସିଲି ମଜା ଏଇଠୁ ଆସିବ ମୁଁ ଟେଷ୍ଟ କରିଦେବି ଭଜାଟା ବଢ଼ିଆ ଲାଗୁଥିବ ନା ଭଲ ମାଛଟା ଆଜି ପୁରା ଟେଷ୍ଟ ଲାଗୁଛି ମୁରାଲ ମାଛ ଭଜାଟା ବି ସେମିତି ହେଇଛି ପୁରା କ୍ରିସ୍ପି ହେଇକି ପୁରା କୁଡ଼କୁଡ଼ ଲାଗୁଛି ପୁରା ତ ଚାଲ ମୁଁ ଟିକେ କଙ୍କଡ଼ା ମୁଁ ଟିକେ ଗୋଳେଇ ଟେଷ୍ଟ ବୋବା ଦେଇଛି ଟିକେ ଲୁଣ କମ୍ ଅଛି ଚାଲ ଜଲ୍ଦି ଜଲ୍ଦି ଖାଇବା ପୁରା ଏନ୍ଜୟ କରିବା ମୁଁ ଟିକେ ମାଛ ବେସର କରିଛି ଟିକେ ଟେଷ୍ଟ କରିଦିଏ ଭଲ ଲାଗୁଛି ଗୋଡ଼ ଖାଇବା କଙ୍କଡ଼ା ଗୋଡ଼ ଖାଇବାଟା ବହୁତ ମଜା ଭଲ ଟିକେ ଅଲଗା ହେଇଛି ଟେଷ୍ଟ କରନ୍ତୁ ये कंकड़ा तरकारी टेस्ट करवा देखो कंकड़ा कंकड़ा एटा खाए देखो तो कंकड़ा एटा भल लगे କିଛି ନାହିଁ ଜାଣିଲ ସାର୍ ଫାର୍ଷ୍ଟ ଟାଇମ୍ ଜାଣିଛନ୍ତି ପୁରା ମସ୍ତ ଲାଗୁଛି ସବୁ ଜିନିଷ ପୁରା ବଢ଼ିଆ ହେଇଛି ସାର୍ ବନେଇଛନ୍ତି ବଢ଼ିଆ ଲାଗୁଛି ଫାର୍ଷ୍ଟ ସାର୍ ମୋତେ କହିଥିଲେ ଟିକେ ଲୁଣ ଚଳିବ ସେମିତି ହୁଏ ଲୁଣଟା ଗୋଟେ ମ୍ୟାଟର ନୁହେଁ ପକେଇକି ଆମେ ଖାଇପାରିବା କଙ୍କଡ଼ାଟା ଦୁର୍ବଳ ଲାଗୁଛି କାଲୁ ଖାଇନେବା ତାପରେ କଥା ହେବା ଟାଇମ୍ ବହୁତ ଲେଟ୍ ହେଇଗଲାଣି 2ଟା ହେଇଗଲାଣି ତ ଆମେ ଆମ ଖାଇବାକୁ ଏନ୍ଜୟ କରୁଛୁ ଆପଣମାନେ ବି ଆପଣଙ୍କ ଖାଇବାକୁ ଏନ୍ଜୟ କରନ୍ତୁ ରହୁଛୁ ଯେମିତିକି ଆପଣମାନେ ଦେଖିଲେ ଆଜି ସଣ୍ଡେ ଯେହେତୁ କ'ଣ ହେଇଥିଲା ରୋଷେଇ ଆମେ କ'ଣ କ'ଣ ଖାଇଲୁ ହେଲେ ରାତିକି ଆଉ ସେଗୁଡ଼ା ଖାଇବାକୁ ଇଚ୍ଛା ନାହିଁ ତ ସାର୍ଙ୍କୁ କହିଲୁ ଟିକେ ପଦାକୁ ଯିବା ପାଇଁ ତ ସାର୍ଙ୍କର ମୋର ଟିକେ ପଦାକୁ ଗଲି ତ ନେବ ନା ଆଜି ପଦାକୁ ଯିବୁ ଭଲସେ ଖାଇକିନି ଭଲ ଭିଡ଼ିଓ ବି କରିନି ଆପଣମାନଙ୍କୁ ସମସ୍ତେ ଦେଖିବୁ ତ ଚାଲନ୍ତୁ ଆଜି ଯେହେତୁ ସଣ୍ଡେ ତ ବାହାର ଟିକେ ଦିନରେ ତ ଯାହା ଯେମିତି ଟିକେ ହେଇଥିଲା ଘରେ ଖାଇଥିଲୁ ତ ଏବେ ଆମେ ଚାଲିଲୁ ବାହାରକୁ ଟିକେ କ'ଣ ଖାଇବା କରିବା କ'ଣ ଖାଇଲୁ କ'ଣ ନାହିଁ ଆମେ ବି ଯାହା ବି ଖାଇବୁ ଆପଣଙ୍କୁ ଦେଖେଇବୁ ଆମେ କୁଆଡ଼େ ଯାଉଛୁ କ'ଣ କରୁଛୁ ଆମେ ଆପଣମାନଙ୍କୁ ସମସ୍ତେ ଦେଖିବୁ ଜାମ୍ ଅଛି କାହାକୁ ନେଉଛ
ସାର୍ ଗଲେ ଏବେ କିଛି ମଗେଇବା ପାଇଁ ତ ସେ ଯାଆନ୍ତୁ। ଫାଇନାଲି ମୋର ଚିକେନ୍ ପକୋଡ଼ା ଟିକେ ପାଟିରେ ବାଜି ଏତେ ଦିନ ପରେ ସାର୍ଙ୍କର ରୋଲ୍ ତ ଚାଲନ୍ତୁ ଖାଇ ନେବା ଫାଷ୍ଟ। ତ ଖାଇବା ପିଇବା ସରିଗଲା, ଆମେ ଚାଲୁ ଘରକୁ। ସାର୍ ତାଙ୍କର ଟିକେ କ'ଣ ଖାଇଲେ, କିଛି ଖାଇଲେନି, ସବୁ କିଛି ମୁଁ ଖାଇଦେଲି। ତ ଚାଲନ୍ତୁ ଘରକୁ ଯିବା, ସାର୍ କ'ଣ ଖାଇବେ କି କ'ଣ ନାହିଁ ଦେଖିବା।